Ask and it will be given you. Seek and you will find. Knock and it will be opened to you. ମାଗ ସେଥିରେ ତୁମମାନଙ୍କୁ ଦିଆଯିବ, ଖୋଜ ସେଥିରେ ତୁମେମାନେ ସନ୍ଧାନ ପାଇବ, ଦ୍ୱାରରେ ଆଘାତ କର ତୁମମାନଙ୍କ ନିମନ୍ତେ ଫିଟାଇ ଦିଆଯିବ। ଯଦି ଆମେମାନେ ଖାଲି ମାଗିଲେ ପ୍ରଭୁ ଦେବେ ନାହିଁ, ତାଙ୍କୁ ବିଶ୍ୱାସ କରି ମାଗିଲେ ସେ ଆମମାନଙ୍କୁ ଦେବେ। How to God given for me and you blessing, so we are believe for God, he is given for me and you। ତେଣୁକରି ଆମ୍ଭେମାନେ ବିଶ୍ୱାସ କଲେ ପ୍ରଭୁ ଆମକୁ ଦେବେ। ପୁଣି ଖାଲି ବିଶ୍ୱାସ କଲେ ଦେବେ କି ନାଇଁ, ଯଦି ଆମ୍ଭେମାନେ ତାଙ୍କର ପବିତ୍ର ପଥରେ ଗମନ କରିବା ନାହିଁ, ତାଙ୍କର ଆଜ୍ଞାକୁ ପାଳନ କରିବା ନାହିଁ। ହାଉ ଟୁ we are in God rule and regulation, because God is writing for 10 rule and regulation। ପ୍ରଭୁ ନରହତ୍ୟା କର ନାହିଁ ବୋଲେ, ମିଥ୍ୟା କହିବାକୁ ମନା କଲେ, ଯେହେତୁ ସତ୍ୟ ବଚନ ସବୁବେଳେ କହିବା, ନରହତ୍ୟା କରିବା ନାହିଁ, ପାପୀ ପୁଣି ଅହଙ୍କାର ଗର୍ବ କରିବା ନାହିଁ, ସର୍ବ ଅନ୍ତଃକରଣ ସହିତ ପ୍ରଭୁଙ୍କର ଉପାସନା କରିବା, ଆଉ କେବେ ମଧ୍ୟ ପ୍ରତିମା ପୂଜା କରିବା ନାହିଁ, ପିତାମାତାଙ୍କ ସମାଦାର ହେବା, ତାହେଲେ ପ୍ରଭୁ ଆମମାନଙ୍କୁ କ'ଣ କରିବେ? ବହୁଲ୍ୟ ପରିମାଣରେ ଆଶୀର୍ବାଦ କରିବେ। ଯେହେତୁ ଆମ୍ଭେମାନେ ପ୍ରଭୁଙ୍କର ଅଟୁ, ଯେହେତୁ ଜୀବନ୍ତମୟ ପରମେଶ୍ୱରଙ୍କ ଅଟୁ, ତେଣୁକରି ଆମ୍ଭେମାନେ ପ୍ରଭୁଙ୍କଠାରେ ଭରସା ରଖିବା। ତେଣୁକରି ଆମ୍ଭେମାନେ ଆତ୍ମିକ ଜୀବନରେ ବଢ଼ିପାରିବା। So we are encouraged for a spiritual life, because God given for the bless, God given for the grace, and is given the anointing। Hallelujah, praise the Lord, hallelujah, thank you Jesus, hallelujah। କାରଣ ସେ କହିଲେ, ହେ ପ୍ରଶାନ୍ତ ଭାରଗ୍ରସ୍ତ ସମସ୍ତ ଲୋକ ମୋ ନିକଟକୁ ଆସ, ମୁଁ ବିଶ୍ରାମ ଦେବି। ଯେହେତୁ ଆମ୍ଭେମାନେ ପରିଶ୍ରାନ୍ତ ଅଟୁ, ଆମ୍ଭେମାନେ ଭାରଗ୍ରସ୍ତ ଅଟୁ, କାରଣ ଶୈତାନ ଆମ୍ଭମାନଙ୍କୁ ଚିନ୍ତାରେ ପକାଇବା ପାଇଁ ଚାହେଁ। ଶୈତାନ ଆମ୍ଭମାନଙ୍କୁ କଣ୍ଟା ବୁଦାରେ ପଡ଼ିଥିବା ବିହନ ସଦୃଶ କରିବା ପାଇଁ ଚାହେଁ। ତେଣୁକରି ମୋର ପ୍ରିୟ ଭାଇ ଭଉଣୀମାନେ, ଆମ୍ଭେମାନେ ଭଲ ଭୂମିରେ ପଡ଼ିଥିବା ବିହନ ସଦୃଶ ହେବା ପାଇଁ ଚେଷ୍ଟା କରିବା। ବିକଜ we are people of God, so we try to most good people try to we go to holy way। ଆମ୍ଭେମାନେ ଚେଷ୍ଟା କରିବା ଯେ ପ୍ରଭୁଙ୍କ ପଥରେ ଚାଲିବା ପାଇଁ। ତେଣୁକରି ଆସ ଆମ୍ଭେମାନେ ପ୍ରଭୁଙ୍କଠାରେ ବିଶ୍ୱାସ କରିବା, ପୁଣି ତାଙ୍କଠାରେ ଅଭିଜ୍ଞାର ସହିତ ରହିବା। କାରଣ ଯେଉଁମାନେ ତାଙ୍କର ଅଭିଜ୍ଞା କରନ୍ତି ସେମାନେ ନୂଆ ନୂଆ ବଳ ପ୍ରାପ୍ତ ହୁଅନ୍ତି। ପ୍ରେଜ୍ ଦ ଲର୍ଡ, ଆମେନ୍।